ଆମେ ପରୀକ୍ଷା ଦର୍ପଣର ସାମାଜିକ ବିଜ୍ଞାନର ଅବଜେକ୍ଟିଭ ସେଟ୍ 3 କୁ ଡିସ୍କସ୍ କରିବା। ପ୍ରଥମ ପ୍ରଶ୍ନ, ଭାରତ ସରକାରଙ୍କ ଦ୍ୱାରା ପ୍ରଣୀତ କେଉଁ ଆଇନ ବିରୁଦ୍ଧରେ ଗାନ୍ଧିଜୀଙ୍କର ପ୍ରଥମ ଜାତୀୟ ସ୍ତରୀୟ ଆନ୍ଦୋଳନ ଥିଲା? ରାଓଲାତ ଆଇନ ବିରୋଧୀ ଆନ୍ଦୋଳନ। ଡି. ଜାଲିଆନୱାଲାବାଗ ହତ୍ୟାକାଣ୍ଡର ତଦନ୍ତ ପାଇଁ ସରକାର ଲର୍ଡ ହଣ୍ଟରଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିଥିଲେ। ଏହା କେବେ ଗଠିତ ହୋଇଥିଲା? ସି. 1919 ମସିହା ଅକ୍ଟୋବର ମାସ 14 ତାରିଖରେ। ପୁରୀ ଜିଲ୍ଲାରେ ନୀଳକଣ୍ଠ ଦାସଙ୍କ ନେତୃତ୍ୱରେ ଲବଣ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା। ସେହିଭଳି ମାଳତୀ ଦେବୀ ନିମ୍ନୋକ୍ତ କେଉଁ ସ୍ଥାନରେ ଲବଣ ସତ୍ୟାଗ୍ରହ ପରିଚାଳନା କରିଥିଲେ? ସି. ଗଞ୍ଜାମଠାରେ। ଭାରତ ଛାଡ଼ ଆନ୍ଦୋଳନ ସମୟରେ ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କୁ ପାଟନାଠାରେ ବନ୍ଦୀ କରି ରଖାଯାଇଥିଲା। ତେବେ ସେହି ସମୟରେ ନିମ୍ନୋକ୍ତ ମଧ୍ୟରୁ କେଉଁ ସ୍ଥାନରେ ଗାନ୍ଧିଜୀଙ୍କୁ ବନ୍ଦୀ କରି ରଖାଯାଇଥିଲା? 4 ନମ୍ବରରେ ପୁନେଠାରେ। ଜାପାନ ସରକାରଙ୍କଠାରୁ ସୁଭାଷ ବୋଷ ଆଣ୍ଡାମାନ ନିକୋବରର ଦାୟିତ୍ୱ ଗ୍ରହଣ କରି ନିକୋବର ଦ୍ୱୀପକୁ କେଉଁ ନାମରେ ନାମିତ କରିଥିଲେ? ସ୍ୱରାଜ ନାମରେ। କାହାର ପ୍ରସ୍ତାବ ଅନୁସାରେ ଆମ ଦେଶରେ ଏକ ସମ୍ବିଧାନ ପ୍ରଣୟନ ସଭା ଗଠିତ ହୋଇଥିଲା? ବି. କ୍ୟାବିନେଟ ମିଶନର ପ୍ରସ୍ତାବ ଅନୁସାରେ। ଓଡ଼ିଶାର ପ୍ରଥମ ସ୍ନାତକ କେଉଁ ବିଶ୍ୱବିଦ୍ୟାଳୟରୁ ବିଏ ପାସ୍ କରିଥିଲେ? ସି. କଲିକତା ବିଶ୍ୱବିଦ୍ୟାଳୟରୁ। କେଉଁ ପଦକ୍ଷେପ ଗ୍ରହଣ କରିବାକୁ କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ମଧୁସୂଦନକୁ ଉତ୍ସାହିତ କରିଥିଲେ? ସି. ଓଡ଼ିଶା ପାଇଁ ଏକ ଜାତୀୟ ସଭା ଡକାଇବା। ଓଡ଼ିଆମାନଙ୍କ ଦାବି ଯୁକ୍ତିଯୁକ୍ତ ଏବଂ ସାର୍ବଜନୀନ ମତ। ଏହା କେଉଁ କମିଟିର ମତ ଥିଲା? ବି. ଅଟଲି ସବ୍ କମିଟିର ମତ ଥିଲା। ଓଡ଼ିଶାର ପ୍ରଥମ ରାଜ୍ୟପାଳଙ୍କୁ ଶପଥ ପାଠ କରାଇ କିଏ ସ୍ମରଣୀୟ ହୋଇଛନ୍ତି? ସି. ସାର କୋଟନୀ ଟେରେଲା। ନିମ୍ନଲିଖିତ ମଧ୍ୟରୁ କେଉଁଟି ନିର୍ବାଚନ ଆଚରଣ ବିଧି ଅନ୍ତର୍ଗତ ନୁହେଁ? ସି. ନିଜ ଗାଡ଼ିରେ ନିର୍ବାଚନ ପ୍ରଚାର। ପ୍ରତ୍ୟେକ ଗଣତାନ୍ତ୍ରିକ ରାଷ୍ଟ୍ରରେ କେଉଁ ମାଧ୍ୟମରେ ଜନମତ ସାବ୍ୟସ୍ତ ହୋଇଥାଏ? ସି. ନିର୍ବାଚନ ମାଧ୍ୟମରେ। ସ୍ୱାଧୀନତା ବେଳକୁ ଭାରତ ଯେପରି ଶତଧା ବିଭକ୍ତ ନ ହୁଏ ସେଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ମାଉଣ୍ଟବେଟେନକୁ କିଏ ଅନୁରୋଧ କରିଥିଲେ? ମହାତ୍ମା ଗାନ୍ଧୀ। ଦେଶୀୟ ରାଜ୍ୟ ମିଶ୍ରଣ ଚୁକ୍ତିର ସର୍ତ୍ତ ଅନୁସାରେ ଭାରତରେ ଥିବା ରାଜାମାନେ ସେମାନଙ୍କର ସମସ୍ତ କ୍ଷମତା ହସ୍ତାନ୍ତର କରିବା ସମୟରେ ସେମାନଙ୍କୁ ଦିଆଯାଉଥିବା ପେନ୍ସନକୁ କ'ଣ କୁହାଯାଉଥିଲା? ବି. ହାତପାଣ୍ଠି। 1947 ମସିହାରେ ଇଂରେଜମାନେ ଭାରତ ଛାଡ଼ି ଚାଲିଗଲା ପରେ ମଧ୍ୟ କେଉଁଠାରେ ପର୍ତ୍ତୁଗୀଜମାନଙ୍କର ଶାସନ ଅବ୍ୟାହତ ରହିଥିଲା? ଅପସନ ସି. ଗୋଆଠାରେ। ଆର୍ଥନୀତିକ ଆତ୍ମନିର୍ଭରଶୀଳତା ହାସଲ କରିବା ପାଇଁ ଆମ ଦେଶରେ ପଞ୍ଚମ ପଞ୍ଚବାର୍ଷିକ ଯୋଜନା 1974ରୁ 1979 ମଧ୍ୟରେ କାର୍ଯ୍ୟକାରୀ ହେବାକୁ ସ୍ଥିର କରାଯାଇଥିଲା, କିନ୍ତୁ ହଠାତ୍ ଏହାକୁ କେବେ ବନ୍ଦ କରିଦିଆଗଲା? ଡି. 1978 ମସିହାରେ। ଗୁଡ୍ ସମରିଟାନ ପଲିସି ଅନୁଯାୟୀ ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ପହଞ୍ଚାଇଲେ କେତେ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ଅଛି? ବି. 2000 ଟଙ୍କା। ଉପନିବେଶବାଦ ଆଫ୍ରିକା ଓ ଏସିଆ ମହାଦେଶ ପାଇଁ ସବୁଠାରୁ ବଡ଼ ବିପଦ ଏବଂ ଏହାକୁ ହଟାଇବା ନିତାନ୍ତ ଆବଶ୍ୟକ, ଏକଥା କିଏ କହିଥିଲେ? ସି. ପଣ୍ଡିତ ଜବାହରଲାଲ ନେହେରୁ। ପୋଡୁଚାଷ ଦ୍ୱାରା ନିମ୍ନୋକ୍ତ ମଧ୍ୟରୁ କେଉଁ ବ୍ୟତିକ୍ରମଟି ମୁଖ୍ୟତଃ ପରିଲକ୍ଷିତ ହୋଇଥାଏ? ସି. ପ୍ରାକୃତିକ ପରିବେଶ ଭାରସାମ୍ୟ ନଷ୍ଟ। 1950 ମସିହା ବେଳକୁ ଓଡ଼ିଶାରେ ହାଇସ୍କୁଲ ସଂଖ୍ୟା ଅତି ନଗଣ୍ୟ ଥିଲା। ସେହି ସମୟରେ ଓଡ଼ିଶାର ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା କେତେ ଥିଲା? ସି. 43,893। ସ୍ୱାଧୀନତା ପ୍ରାପ୍ତି ପରେ ଓଡ଼ିଶାରେ ବିଭିନ୍ନ ସମୟରେ ବିଶ୍ୱବିଦ୍ୟାଳୟମାନ ପ୍ରତିଷ୍ଠା ହୋଇଛି। ନିମ୍ନ ପ୍ରଦତ୍ତ ତଥ୍ୟ ମଧ୍ୟରୁ କେଉଁଟି ଠିକ୍ ଅଟେ? 1. 1967 ମସିହାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା। 1967 ମସିହାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା। ବିଂଶ ଶତାବ୍ଦୀରେ ଓଡ଼ିଶାରେ ପ୍ରତିଷ୍ଠିତ ଶିଳ୍ପଗୁଡ଼ିକ ମଧ୍ୟରୁ ସ୍ଥାନ ଅନୁଯାୟୀ କେଉଁ ଯୋଡ଼ିଟି ଠିକ୍ ନୁହେଁ? ବି. ଥିରୁଭାଲି ଫେରୋଆଲେଜ କାରଖାନା, କିନ୍ତୁ ବାକି 3ଟି ଠିକ୍ ଅଟେ, ଯାହାକି ଲାଞ୍ଜିଗଡ଼ଠାରେ ବେଦାନ୍ତ ଆଲୁମିନିୟମ ଲିମିଟେଡ୍, ଯୋଡ଼ାଠାରେ ଫେରୋ ମାଙ୍ଗାନିଜ କାରଖାନା, ଗଞ୍ଜାମଠାରେ ଜୟଶ୍ରୀ ରସାୟନ କାରଖାନା। ମ୍ୟାକ୍-ମୋହନ ସୀମାରେଖା ଭାରତର ଏକ ଆନ୍ତର୍ଜାତିକ ସୀମାରେଖା। ନିମ୍ନଲିଖିତ କେଉଁ ଦେଶ ସହିତ ଏହି ସୀମାରେଖା ସଂଲଗ୍ନ? ସି. ଚୀନ ସହିତ। ଦକ୍ଷିଣ ଏସୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଆଞ୍ଚଳିକ ସ୍ତରରେ କେଉଁ ଉଦ୍ଦେଶ୍ୟରେ ସାର୍କ ଗଠନ କରାଯାଇଥିଲା? ଡି. ଆର୍ଥିକ ସହଯୋଗ ପାଇଁ। କୋରାପୁଟର କୋୟା ଜନଜାତିମାନେ ଜୀବନଶୈଳୀ ଯୋଗୁଁ କେଉଁ ରୋଗର ଶିକାର ହୋଇଥିଲେ? 25 ସି. ୟଜ ରୋଗର।
ଜୋଗ୍ରାଫି ପାର୍ଟ। ଗାଙ୍ଗେୟ ସମତଳ ଭୂମିରେ ଥିବା ନଦୀ ଶଯ୍ୟାର ପ୍ଲାବନ ଭୂମିରେ ଦେଖାଯାଉଥିବା ନୂତନ ପଟୁ ମୃତ୍ତିକାକୁ କ'ଣ କୁହାଯାଏ? ବି. ଖାଦର ବୋଲି କୁହାଯାଏ। ସମୁଦ୍ର ତଳେ ଥିବା ଖଣିଜ ପଦାର୍ଥ ଯାହା ଅବ୍ୟବହୃତ ଅବସ୍ଥାରେ ରହିଛି ତାହା କେଉଁ ସମ୍ବଳର ଶ୍ରେଣୀଭୁକ୍ତ ଅଟେ? ବି. ଗଚ୍ଛିତ ସମ୍ବଳ। ଚଳନ୍ତି କୃଷିବର୍ଷ ବା ତାଠାରୁ କମ୍ ସମୟ ଧରି କୃଷି କାର୍ଯ୍ୟ କରାଯାଇ ନଥିବା ପତିତ ଭୂମିକୁ କେଉଁ ପ୍ରକାରର ଭୂମି କୁହାଯାଏ? ବି. ଚଳନ୍ତି ପତିତ ଭୂମି। ବ୍ୟାଘ୍ର ପ୍ରକଳ୍ପ ଯୋଜନା ଦୃଷ୍ଟିକୋଣରୁ ନିମ୍ନୋକ୍ତ କେଉଁ ଯୋଡ଼ିଟି ଠିକ୍? ଏ. ପଶ୍ଚିମବଙ୍ଗ ସୁନ୍ଦରବନ। କନ୍ଧମାଳ ଜିଲ୍ଲାରେ ରହୁଥିବା ଆଦିବାସୀମାନେ ତାଙ୍କ ଅଞ୍ଚଳରେ ଥିବା କେତେକ ଅରଣ୍ୟକୁ କାଷ୍ଠ ସଂଗ୍ରହ ପଶୁଚାରଣ ପାଇଁ ବିଶେଷ ଭାବରେ ବ୍ୟବହୃତ କରିଥାନ୍ତି। ଇଂରେଜ ଶାସନ ସମୟରୁ ପ୍ରଶାସନିକ ଦୃଷ୍ଟିକୋଣରୁ ଭାରତର 3 ପ୍ରକାରର ଅରଣ୍ୟ ମଧ୍ୟରୁ ଏହି ଅରଣ୍ୟ କେଉଁ ପ୍ରକାର ଅରଣ୍ୟର ଅନ୍ତର୍ଭୁକ୍ତ? ବି. ମୁକ୍ତ ଅରଣ୍ୟ। ରବିର ପରିବାର ଗତ ବର୍ଷ 300 ଟଙ୍କାରେ 5 କିଲୋଗ୍ରାମ ଚାଉଳ କିଣିଥିଲା। ଏହି ବର୍ଷ ସମାନ ପରିମାଣର ସେହି ଚାଉଳର ଦାମ 400 ଟଙ୍କାରେ ବିକ୍ରି ହେଉଛି। ଏହା କେଉଁ ପ୍ରକାରର ପରିସ୍ଥିତି? ଡି. ବଜାରରେ ମୁଦ୍ରାସ୍ଫୀତି। ଗୁଜରାଟ ରାଜ୍ୟ ପବନ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ। ଏହାର କାରଣ କ'ଣ? ସି. ଏହା ଏକ ଉପକୂଳବର୍ତ୍ତୀ ରାଜ୍ୟ ଅଟେ। ପୃଥିବୀ ପୃଷ୍ଠରେ ଥିବା ସମୁଦାୟ ଜଳରେ ଲୁଣି ଓ ମଧୁର ଜଳ ଅନୁପାତ ଯଥାକ୍ରମେ କେତେ? ଏ. 97:3 97:3। ବାତ୍ୟା ସମୟରେ ଅତ୍ୟାବଶ୍ୟକୀୟ ଦ୍ରବ୍ୟର ଦରଦାମ ବୃଦ୍ଧି ହେବା ଫଳରେ ଲୋକମାନେ ଶୋଷିତ ହୋଇଥାନ୍ତି। ନିମ୍ନୋକ୍ତ କେଉଁଟି ଏହି ପ୍ରକାର ଖାଉଟି ଶୋଷଣର କାରଣ? ଡି. ସୀମିତ ଯୋଗାଣ। ପଞ୍ଚପଟମାଳୀ ବକ୍ସାଇଟ୍ ଆଉ କ୍ଷେତ୍ରୀ। ବି. ତମ୍ବା। ଯଦି ଖଣିଜ ତୈଳ ଇନ୍ଧନ ଶେଷ ହୋଇଯାଏ ତେବେ ସହରରେ ଗମନାଗମନ ଉପରେ ଏହାର କି ପ୍ରଭାବ ପଡ଼ିବ? ବି. ସାଇକେଲ ଓ ବ୍ୟାଟେରୀ ଚାଳିତ ଯାନ ଉପରେ ନିର୍ଭରଶୀଳତା ବଢ଼ିବ। କେଉଁ ଦିବସକୁ ଜାତୀୟ ଉପଭୋକ୍ତା ଦିବସ ରୂପେ ପାଳନ କରାଯାଇଥାଏ? ଏ. ଡିସେମ୍ବର 24କୁ ଜାତୀୟ ଉପଭୋକ୍ତା ଦିବସ ରୂପେ ପାଳନ କରାଯାଇଥାଏ। ନିମ୍ନଲିଖିତ ଖଣିଜଗୁଡ଼ିକ ମଧ୍ୟରୁ କେଉଁଟି ଭିନ୍ନ ଅଟେ? ଡି. ନିକେଲ ଭିନ୍ନ ଅଟେ। ତୁମେ କୋରାପୁଟ ଆଦିବାସୀମାନଙ୍କର ଏକ ଭିନ୍ନ ଚାଷ ଉପରେ ଜାଣିବାକୁ ପାଇଲ। ସେମାନେ ଜଙ୍ଗଲରେ ଗୋଟିଏ ଜାଗାକୁ ପୋଡ଼ି ଓ ସଫା କରି ଚାଷ କରୁଛନ୍ତି। ସେହି ଜମିର ଉର୍ବରତା କମିଗଲେ ସେମାନେ ଅନ୍ୟ ଏକ ସ୍ଥାନରେ ପୂର୍ବ ଭଳି ସଫା କରି ଚାଷ କରୁଛନ୍ତି। ତେବେ ସେମାନେ କରୁଥିବା ଚାଷର ନାମକରଣ କ'ଣ ହେବ? ସି. ପୋଡୁ ଚାଷ। ତୁମ ସାଙ୍ଗ ତୁମକୁ ଏକ କୃଷି ଋତୁ ବିଷୟରେ କହିଲା ଯେ ଏହା ଭାରତରେ ଖରିଫ ଓ ରବି ଋତୁର ମଧ୍ୟବର୍ତ୍ତୀ ଗ୍ରୀଷ୍ମ ମାସରେ ଅନୁଭୂତ ହୁଏ। ତୁମ ମତରେ ଏହା କି ପ୍ରକାରର କୃଷି ଋତୁ ହେବ? ଡି. ୟେଦ୍। ତାକୁ ଜେଦ୍ ବୋଲି କୁହାଯାଏ ମଧ୍ୟ। ଖାଉଟି ଶିଳ୍ପକୁ କାହିଁକି ହାଲୁକା ଶିଳ୍ପ କୁହାଯାଏ? ବି. ଏଥିରେ ବ୍ୟବହୃତ କଞ୍ଚାମାଲ ଓ ଉତ୍ପାଦ ଗୁଡ଼ିକର ଓଜନ କମ୍ ଅଟେ। ନିମ୍ନୋକ୍ତ କେଉଁ ସଂସ୍ଥାର ଓଡ଼ିଶାରେ ଆଲୁମିନିୟମ ଶିଳ୍ପ ରହିଛି? ଏ. ନାଲ୍କୋ ବାଲ୍କୋ ହିଣ୍ଡାଲ୍କୋ। ନାଲ୍କୋ ବାଲ୍କୋ ହିଣ୍ଡାଲ୍କୋ। ତୁମେ ଏକ ଦେଶ ଉପରେ ଜାଣିବାକୁ ପାଇଲ ଯେ ଏହାର ଦ୍ରବ୍ୟ ଓ ସେବା ଉତ୍ପାଦନକାରୀ ସଂସ୍ଥାଗୁଡ଼ିକ ସରକାରୀ ଉଦ୍ୟମରେ ପ୍ରତିଷ୍ଠିତ ଓ ପରିଚାଳିତ ହେଉଛି। ସେହି ସଂସ୍ଥାଗୁଡ଼ିକ ଜନକଲ୍ୟାଣ ଉପରେ ଗୁରୁତ୍ୱ ଦେଉଛନ୍ତି। ତୁମ ମତରେ ସେହି ଦେଶରେ କେଉଁ ଅର୍ଥବ୍ୟବସ୍ଥା ପ୍ରଚଳିତ ହେବ? ଏ. ସମାଜବାଦୀ ଅର୍ଥବ୍ୟବସ୍ଥା। ଆମ ଦେଶରେ କାହିଁକି ବେକାରୀମାନଙ୍କ ସଂଖ୍ୟା ବଢ଼ୁଛି? ସି. ଜନସଂଖ୍ୟାର ବୃଦ୍ଧି ସହ ଆନୁପାତିକ ନିଯୁକ୍ତି ସୁଯୋଗର ସୃଷ୍ଟି ନ ହେବା ଯୋଗୁଁ। ଭାରତର ଦୀର୍ଘତମ ଜାତୀୟ ରାଜପଥ NH-44 କେଉଁ କେଉଁ ସହରକୁ ସଂଯୋଗ କରୁଛି? ସି. ଶ୍ରୀନଗରରୁ କନ୍ୟାକୁମାରୀ। ମୁମ୍ବାଇକୁ ଭାରତର ପ୍ରବେଶଦ୍ୱାର କୁହାଯିବାର କାରଣ କ'ଣ? ଡି. ମୁମ୍ବାଇ ବନ୍ଦର ଦେଇ ସବୁଠାରୁ ଅଧିକ ଯାତ୍ରୀ ଓ ପଣ୍ୟ ଦ୍ରବ୍ୟ ଯାଅ ଆସ କରିବା ହେତୁ। ନଦୀର ଉପରମୁଣ୍ଡରେ ଅତ୍ୟଧିକ ବର୍ଷା ହେଲେ ନଦୀ ଅବବାହିକା ଅଞ୍ଚଳରେ କି ପ୍ରକାର ବନ୍ୟା ହୋଇଥାଏ? ବି. ନଦୀ ବନ୍ୟା। ବିଜୁଳି ଘଡ଼ଘଡ଼ି ସହ ବୃଷ୍ଟିପାତ ସମୟରେ ନିମ୍ନୋକ୍ତ କେଉଁ ପଦକ୍ଷେପଟି ଗ୍ରହଣ କରିବା ଉଚିତ? ସି. ଘାସ ପଡ଼ିଆରେ ଦୁଇ ହାତରେ ବେକକୁ ଧରି ମୁହଁ ଭୂମି ଆଡ଼କୁ କରି ବସିବା। କୌଣସି ବ୍ୟବସାୟ ଆରମ୍ଭ କରିବା ତଥା ନବୀକରଣକୁ କ'ଣ କୁହାଯାଏ? ସି. ଔଦ୍ୟୋଗିକି। ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବା ତଥା ଅଧିକ କର୍ମନିଯୁକ୍ତି ସୃଷ୍ଟି ପାଇଁ କେଉଁ ମସିହାରେ ଓଡ଼ିଶା ସରକାର ଶୁଭାରମ୍ଭ ଓଡ଼ିଶା ଯୋଜନା କାର୍ଯ୍ୟକାରୀ କରିଛନ୍ତି? ଆଉଥରେ ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବା ତଥା ଅଧିକ କର୍ମନିଯୁକ୍ତି ସୃଷ୍ଟି ପାଇଁ କେଉଁ ମସିହାରେ ଓଡ଼ିଶା ସରକାର ଶୁଭାରମ୍ଭ
ଓଡ଼ିଶା ଯୋଜନା କାର୍ଯ୍ୟକାରୀ କରିଛନ୍ତି ଏ 2016 ମସିହା ଠାରୁ। ତାପରେ ସବଜେକ୍ଟିଭ କୋଶ୍ଚିନ୍ ଗୁଡ଼ିକୁ ଦେଖିନେବା, ସେହି ଅନୁସାରେ ଏହାର ଉତ୍ତର ଗୁଡ଼ିକୁ ଖାତାରେ ଲେଖି ତାକୁ ପ୍ରାକ୍ଟିସ୍ କରିବା। 2 ନମ୍ବର କ ପ୍ରଶ୍ନ ଗୁଡ଼ିକୁ ଦେଖି ନିଅନ୍ତୁ ବା ଏହି ଭିଡ଼ିଓ ମାଧ୍ୟମରେ ଏହି ସବଜେକ୍ଟିଭ ପ୍ରଶ୍ନ ଗୁଡ଼ିକୁ ଖାତାରେ ଲେଖି ତାପରେ ଆମେ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଗୁଡ଼ିକର ଉତ୍ତର ଲେଖି ତାକୁ ପ୍ରାକ୍ଟିସ୍ କରିବା। ସେଥିପାଇଁ ଏହି ପ୍ରଶ୍ନ ଗୁଡ଼ିକୁ ମୁଁ ଏହି ଭିଡ଼ିଓ ମାଧ୍ୟମରେ ଦେଖାଉଛି। କାରଣ ମ୍ୟାକ୍ସିମମ୍ ପିଲାଙ୍କ ପାଖରେ ଏହି ପରୀକ୍ଷା ଦର୍ପଣ ବହିଟି ଆଭେଲେବଲ୍ ନୁହଁ। ତେଣୁ ଏହି ଭିଡ଼ିଓ ମାଧ୍ୟମରେ ମଧ୍ୟ ସେମାନଙ୍କ ପାଖରେ କୋଶ୍ଚିନ୍ ଗୁଡ଼ିକ ପହଞ୍ଚି ପାରିବ।